ଯୋଉମାନେ ବି କରିନ ଏବେ କର ସାଙ୍ଗେ ସାଙ୍ଗେ ମୋ ସାଙ୍ଗରେ ପ୍ଲାନ୍ କର। ମୁଁ କରୁଛି ମୋର ସାଙ୍ଗେ ସାଙ୍ଗେ ପ୍ଲାନ୍ କରିବ। ଦେଖ ପ୍ଲାନ ଏଇଟା କେତେ କହିଲ ଫାଷ୍ଟ ଏଇଠୁ ଏପର୍ଯ୍ୟନ୍ତ କେତେ? ଦେଖ ତ ଦେଖ ତା 10 5000 ସେଣ୍ଟିମିଟର 5000 କେତେ 5000 10 ସେଣ୍ଟିମିଟର 5000 ମାନେ କେତେ କହିଲ 10 ସେଣ୍ଟିମିଟର ଆସିବ। ତାପରେ ଆଡୁ କେତେ ବି ଦେଇ ଦେଇଛି ଏଟା 2800 ଗୁଡା ଦେଇନି 2800 5.6 ସେଣ୍ଟିମିଟର ସାର୍। ହଁ 2800 ମାନେ 5.6 ତାପରେ ଏକ୍ସଟ୍ରା ଯୋଉ ବୁଲିଛି କେତେଟା 300 ରେ ବୁଲିଛି। ମାନେ ଏଇ ଯୋଉ ଏକ୍ସଟ୍ରା ଟା କେତେରେ 300 ରେ ବୁଲିଛି ନାଇଁ। ହଁ ନା ନାଇଁ ତାପରେ ଏଇଠି ଲେଖା ହେଇନି 300 ବୋଲି। ଯୋଉଠି 300 ଲେଖା ହେଇନି ମାନେ ଏଇ ଯୋଉ କଂକ୍ରିଟ ଏକ୍ସଟ୍ରା ବାହାରିଛି 300 ଦେନ୍ ହଉଛି କଣଟା ନା ଏ ଆର ଉଇଡଥ କେତେ କହିଲ 1000 ଦେଖାଉଛି ନା ଦେଖାଉନି 1000 ଲେଖା ହେଇନି। ହ୍ୟାଲୋ ଆଜ୍ଞା ସାର୍। ମାନେ ଏଟା କାହାର ଉଡିଥ କହିଲ ବ୍ରିକ ୱାର୍କ ର ଉଡିଥ ହଉଛି 1000 ଜଣା ପଡୁଛି ନା ନାଇଁ। ଉଇଡଥ ଅଛି 1000 ଏତିକି ରହିଲା ତ ଏବେ ଏଆକୁ ନେଇକରି ପ୍ଲାନ୍ ବନେଇବା। ଫାଷ୍ଟ ଇଏ କେତେ 5000 ଏଇଟା କେତେ 2800 5000 ମାନେ 10 ସେଣ୍ଟିମିଟର। ତାପରେ ଏଇଟା କେତେ 1000 ନାଇଁ। ସେମାନେ ବନେଇନ ଏବେ ବସିକି କର ଜଲଦି ସମୟ ନଷ୍ଟ କରନି। ଦେଖାଉଛି। ଏଇଟା ଏଇ ଯୋଉଟା ମୁଁ ବନେଇଲି 10 ସେଣ୍ଟିମିଟର ଏଇଟା 1000 ମାନେ 2 ସେଣ୍ଟିମିଟର। ବନେଇଦିଅ ଗୋଟେ ଇଏ ବକ୍ସ ବନାଅ 10 ସେଣ୍ଟିମିଟର 2 ସେଣ୍ଟିମିଟର। ଜାଣିପାରୁଛ ଆର ଲେନ୍ଥ କେତେ ବ୍ରେଡଥ କେତେ 10 ସେଣ୍ଟିମିଟର 2 ସେଣ୍ଟିମିଟର 10 ସେଣ୍ଟିମିଟର କେମିତି ହେଲା ନା 5000 ଟା ହେଲା 10 ସେଣ୍ଟିମିଟର 2 ସେଣ୍ଟିମିଟର କେମିତି ହେଲା ନା 1000 ଟା ହେଲା 2 ସେଣ୍ଟିମିଟର। ଏକାଥରେ ତ 5.6 ବଢେଇ ଦେଲେ ବି ତ ହବ ନା। ହଁ ଚଳିବ କିଛି ଅସୁବିଧା ନାହିଁ। ସରିଲା। ହ୍ୟାଲୋ। ଦେଖାଯାଉଛି ରେ ଏତିକି ରହିଲା ଏତିକି ପରେ ଦେନ୍ କଣ କରିବ ତମେ କହିଲ? ଇଆଡକୁ ବଢେଇବ। ଉଇଥି ଆଡକୁ ବଢେଇବ। ତ କେତେ କେତେ ବଢେଇବ ସେଟା ହିସାବ କରିବ। କେମିତି ହିସାବ କରିବ ଦେଖ। କେତେ କେତେ ବଢେଇବ କୋଉଠି ଆସିବ ଦେଖ।
ମୁଁ ଠିକ थे ମୁଁ ଠିକ ଏଠି କେତେ କହିଲ? ହ୍ୟାଲୋ 2800 ଅଠେଇଶହ ରୁ ଇଏ ପଡିଲା କେତେ କହିଲ 1000 ତ ଆଉ ବଳିଲା କେତେ? 1800 1.2 1800 ଜାଣି ହଉଛି ନା ଜାଣି ହଉନି? ମାନେ ୱିଙ୍ଗ ୱାଲ୍ ଟା ଏପଟୁ କେତେ ବଡା ମାନେ ଏକ୍ସଟ୍ରା କେତେ ବଢା ହବ ନା 1800 ନୁହଁ? ବୁଝୁଛ ନା ବୁଝଉନି ମାନେ ଏଇ ଏକ୍ସଟ୍ରା ଟା କେତେ? 1800 ନୁହଁ କି ହଁ ନା ନାଇଁ? ଏକ୍ସଟ୍ରା ହେଲା 1800 ଆଉ ଇଏ କେତେ 2 ସେଣ୍ଟିମିଟର ତ ସେଇ ହିସାବରେ ବଢେଇ ଦବ 1800 ମାନେ କେତେ କହିଲ? 3.6 ଚାରିଟା କେତେରେ ଆସିଲା 2 ସେଣ୍ଟିମିଟର। ତ 3.6 ଆଉ 2 ସେଣ୍ଟିମିଟର ବଢେଇବ ଆଉ ବୁଝିଲ? 3.6 ରେ 2 ସେଣ୍ଟିମିଟର ବଢା ହବ ଜାଣିହେଲା ନା ଜାଣିହେଲାନି? ବଢେଇ ଦିଅ ବଢେଇ ସାରିଲା ପରେ ଏକ୍ସଟ୍ରା କେତେ ବଢା ହବ କହିଲ? 300 ମାନେ କେତେ କହିଲ 0.6 ଚାରିପଟରେ 0.6 ବୁଲିବ। ଆଉ ଗୋଟେ ଜିନିଷ ଏଇଟା ଲିଭା ହବ। ହଉ ଠିକ ଅଛି। ଦେଖ ଏତିକି ସଇଲା ପରେ ତାପରେ କଣ କରିବ କହିଲ 0.6 ରେ ବୁଲିବ। ଜିରୋ ପଏଣ୍ଟ ସିକ୍ସ ରେ ଚାରିପଟରେ ବୁଲା। ଘରେ ଯଦି ଟ୍ରାଏ କରିଦେଇଥାନ୍ତ ସମସ୍ତେ ଏଇଟା ସରିକି ତା ପରଟା କରିଥାନ୍ତେ। 3-4 ଜଣ ଛାଡିଲେ ଆଉ କେହି ଟ୍ରାଏ କରୁନ।
सरला एतिकरे हेलो सहिला हाँ आ पर कौन करना एटा गोटे देनी 2500 देनी 2500 देनी एठी मतलब जरा मिलनी जो 2500 कौन कले सेंटर सेंटर हो 2500 सेंटर सेंटर 2500 देखिबा तापर सेंटर सेंटर 2500 हेले 11टा केते आसीबो कहला केते आसीबो सेतिकी सेतिकी रहले केते आसीबो अरे हिसाब करी को 2500 हेले 2500 ର ଅଧା ନା 2500 ର ଅଧା ମାନେ କେତେ 1250 ତାହେଲେ ସେତିକି ଆସିବ କେତେ ନା 1250 2.5 1250 ମାନେ ତାକୁ ସ୍କେଲ ରେ କନଭର୍ଟ କଲେ କେତେ ଆସିବ 2.5 2.5 ଆସିବନି ତାହେଲେ ସେତିକିର ଭ୍ୟାଲୁ କେତେ ଆସିବ କହିଲ 2.5 ବୁଝିପାରୁଛ 2.5 ଛାଡି ଗୋଟେ ସେଣ୍ଟର ଲାଇନ ଟାଣିଆ ନାଇଁ येलो लाइन गुड़ाकर मीनिंग तुम किसी टाणीबनी खातार जस्ट खाली मापिब एठू येलो लाइन टाणी देख एकदम देख सेंटर लाइन टाणुची ये सेंटर लाइन कितना है 2.5 सेंटीमीटर रे आउडा जिनस एटा येलो लाइन टा सेड्स ऊपर नु भूल सेटा मार्किंग कर देइची ए पूराटा हो 2.5 सेंटीमीटर रहिला तापर एपटरे आसीबो से 2.5 आउ थरे छाड़िबो रहिला 2.5 सेंटीमीटर रे पुणी आउटे माने एतिकीटा केते कहलो ସେଇଟା 2.5 2.5 पुणी आउटे जहा सेपटरे करियो सेपटरे सेया ही कटब सेम जिनस को रिपीटिंग कर दबो बुझियोछि बट डॉटेड लाइन में ये सब डॉटेड लाइन हबो बुझिले तापर एपटरे पुणी हबो कर दियो सेम जिनस तापर ता चारि पटरे बुलिबो
ସବୁ ଡଟେଡ ବୁଲେଇବ ରେ। ସାର୍ ଏ ଚିତ୍ର ତ ଅଲଗା ଦେଇଛି ଏଇଟା। ନାଇଁ ଏଇଟା ଅଲଗା ଦେଇଛି ଯେ ମୁଁ କହୁଛି ଏଇଆ କରିବ। ଯାହା ବି ଦେଲେ ବି ତମେ ଏଇଆ କରିବ। ସାର୍ ଏମିତି କଲେ କିଛି ଅସୁବିଧା ନାହିଁ ତ? ନା। ଏତିକି ସଇଲେ କହିବ ରେ। ଆଉ ଋତୁପର୍ଣ୍ଣା ତୁ ଓନ୍ଲି ମିରର ଆଗରେ ହିଁ ଭଲ ଦେଖା ଯାଉ ନା। ସେଇଥିପାଇଁ ମିରର ଆଗରୁ ଫଟୋ ନେଇଯାଇଛୁ। ଋତୁପର୍ଣ୍ଣା ଶୁଭୁଛି ନା ନାଇଁ? ମିରର ଆଗରେ ଟିକେ ଭଲ ଦେଖା ହବୁ ବୋଲି ମିରର ଆଗରେ ନିଜେ ନିଜେ ଫଟୋ ନେଇଯାଇଛୁ। ସେମିତି କଣ ଭଲ କଥା? ନାଇଁ ସେମିତି କିଛି ନାହିଁ, ଠିଆ ହେଇଥିଲି ତ ଉଠେଇଦେଲି। ସେମିତି କଣ ପୁଅ ମାନଙ୍କ ସହିତ ସବୁ ଖେଳିବା କଥା। କିଏ ଗୋଟେ ତ ମିରର ଫଟୋ ଦେଖିକିରି ଭାବିଥିବ ଭଲ ଝିଅଟା। ବେଷ୍ଟି ବୋଧେ ସେଇଆ ଭାବିଛି। କିନ୍ତୁ ରିଅଲ ଲାଇଫରେ ଯୋଉ ତା ସହିତ ଧକ୍କା ହବ ତାପରେ ଏମିତି କହିବା କଥା ନୁହଁ କାହା ସହିତ। ମାନେ? ତୁ ଗୋଟେ ମିରର ଫଟୋ ଦେଇଦେଇଛୁ ଷ୍ଟାଟସରେ କିଏ ଗୋଟେ ଦେଖିଦବ ମାନେ ମୁଁ ଗୋଟେ ଏକ୍ସାମ୍ପଲ ମାନେ କଣ କହିଲି ମିରରରେ ଅଲଗା ରିଅଲରେ ଅଲଗା ନା କଣ? ଅବଭିୟସଲି ହେଲା ଆଉ ଆକାଶ ପାତାଳ ଡିଫରେନ୍ସ। ହେଲା ଆଉ। ମିରରରେ ତ ସମସ୍ତେ ଭଲ ଦେଖାଯାଆନ୍ତି। ଆଚ୍ଛା ଯେମିତି ଆପଣ। ମୁଁ ତ ହ୍ୟାଣ୍ଡସମ ଟୋକାଟା ମୁଁ ଯୋଉଠି ଇଏ ଠିଆ ହେବି ଭଲ ଦେଖାଯିବି। ଥାଉ ପବନରେ। ମତେ ବହୁତ ପିଲା କୁହନ୍ତି ମାନେ କ୍ୟୁଟ ବୋଲି। କଣ କ୍ୟୁଟ ଗୋଟେ ଜିନିଷ ଅଛି କ୍ୟୁଟ ଜାଣିଛୁ ସେଇଟା ମୋରି ପାଇଁ ହିଁ ବାହାରିଛି। କ୍ୟୁଟ? ହୁଁ। ଛୁଆ ତ ଆପଣ। ତୁ କୋଉଠୁ ବୁଝିପାରିବୁ ମତେ କୁହନ୍ତି ଆଉ ମୁଁ କଣ ଜାଣିଛି କଣ ପାଇଁ କୁହନ୍ତି। ହଉ ଶୁଣ ଏତିକି ସରିଗଲା। ତ ଏବେ ହଉଛି କଣ ନା ଏଇଠି ଆଉ ଗୋଟେ ଜିନିଷ ଅଛି ଗୋଟେ ଚେଞ୍ଜ ହବ କଣ ଚେଞ୍ଜ ହବ ନା ଆଚ୍ଛା ମତେ କହିଲ ଏଇଟା କେତେ ଏଇଠି ପର୍ଯ୍ୟନ୍ତ କେତେ ଏଇଟା ଅଛି? ହ୍ୟାଲୋ କେତେ ଅଛିରେ? ସାର୍ ହଜାର 1000 ବା ମାନେ 2 ସେଣ୍ଟିମିଟର। ଏଇଟା କଣ 2 ସେଣ୍ଟିମିଟର 1000 ନା 1000 ର ହଁ 2 ସାର୍ ସେଣ୍ଟିମିଟର ନା ହଁ ଆକ୍ଚୁଆଲି ସାର୍ ସେଟା ସେତିକି ନୁହଁ। 1000 ଟା ହଉଛି ପୁରା ତଳେ ଏ ଡ୍ରଇଂ ଟା ଦେଖ ଜାଣିପାରିବ ଏଟା 1000 ଆକ୍ଚୁଆଲି ଯୋଉ ହେଇଛି ଏଇଟା ଦେଖ ତଳେ ଅଛି 1000 ଆର ଡାଇମେନସନ ଗୁଡା କହିଦଉଛି ଦେଖ। ଏଇ ତଳେ ଅଛି 1000 ଉପର ଟା କେତେ ଅଛି ଜାଣିଛ ଏଇଟା ଉପରଟା ପୁରା ଉପର ଆର କେତେ ଅଛି ଜାଣିଛ? 700 କେତେ 700 ଏଠି ଲେଖା ହେଇନି 700 ବୋଲି। ୟେସ୍ ସାର୍ ଦେଖାଉଛି 700 ଅଛି ତଳ 1000 ଉପର କେତେ? 700 ନାଇଁ ଜଣା ପଡୁନି? ତଳ 1000 ଉପର 700 ଅଛି। ତ ଆମର ଯେତେବେଳେ ଟଭ୍ୟୁ କରିବା ନା ଏ 700 ଟାକୁ ବି ଡ୍ରଇଂ ରେ ଦେଖେଇବା। ମାନେ ଡଟେଡ ରେ ଦେଖେଇବା। ତଳ 1000 ଉପର 700 କିନ୍ତୁ ଆଉ ଗୋଟେ ଜିନିଷ 700 ଯୋଉ ଦେଖେଇବା ତାର ଦେଖ 1000 ର ଆଉଟର ପଟ 700 ର ଆଉଟର ପଟ ପୁରା ପ୍ଲେନ୍ ଅଛି। ପୁରା ମିଶି ଯାଇନି ପୁରା ମିଶି ଯାଇନି 1000 ର ଆଉଟର 700 ର ଆଉଟର। ୟେସ୍ ସାର୍ ମାନେ ସେଟା ଗୋଟିଏ ୱାଲ୍ ନା। ହଁ ମାନେ ଭିତର ପଟ ମିଶି ଯାଇଛି ବଟ ବାହାର ପଟ ମିଶିନି। ଆଚ୍ଛା 700 ମାନେ କେତେ କହିଲ?
सर 1.4 1.4 नहीं देखो एई जो 1.4 टा हमें केमिति करिया देखो एठी सर एठी भी से 1.4 टा होगी हां करिया मध्य माने एठू 1.4 छाडी एमती गोटा 11 मु डॉटेड लाइन एकाथरे अलग कलर रे कर दोछ नहले कोई भी ना छटा देखाओ समस्त को मैं मु कहि दो चाउ थर देखो एतिकिटा होची केते कहलो 1.4 1.4 सही हिसाब रे करो पूराटा 1.4 रे बुलला सर मैं तीन पटे से 1.4 रे बोलिबो बुले देला खाली इनर साइड रे बुलिबो देखो वेट मु उल्टा बुले देछि उल्टा बुले देछि इनर रे बुलिया कथा मु आउटर रे बुलेछि एटा जे बुलिबो 1.4 आडू छाडिबो एमिति कि हबो एतिक होची 1.4 सर आपने कहते फोटा काहे नहीं देखो सेतिक 1.4 700 थिला ना ऊपरटा 700 नथिला है सर अरे जଣା पड़ुची 1.4 एटा जोटा कहि कली से भी डॉटेड लाइन में 1.4 टा 8 नबो एति की 1.4 और एति की 1.4 आउथर कहि दोछि 70 थिला बेली 1.4 हैला सरिला
सरला एति देखो एबे कौन करियो ना आर पारापेटटा करिया बुझि पारछ कि अच्छा मते कहलो एतिकिटा केते 1.4 माने भ्यालु रे कहले केते 1.4 का 700 ମାନେ 700 700 700 नहीं तो देखो जो 700 अच्छी एबे पारापेट देखिया हले कि और पारापेट जो थियो हम तुमको कहथिले विंग वाल सहित पाराल थई जाए नहीं देखो तो पारापेट केमती कोन हबो ना एठी अच्छा कहलो एठी पारापेट के एटा पारापेट ना एतिकिटा केते आ ये पूराटा केते फास्ट केते और सेकंड टा केते पूराटा केते फास्ट है 300 सेकंड है 400 नहीं केमी जानिया देखो पारापेट आडू देखिया पारापेट रा फाउंडेशन कोठी पारापेट एटा फास्ट एतिकिटा केते अछि देखिबो 400 तापर ए एक्स्ट्राटा केते एटी आर्मर दे लिखाई केते लिखाई सर 200 200 200 लिखाई माने 200 माने तार विड्थ 200 हाइट 200 है ना नहीं ये सर माने 400 फास्ट हैला 400 तापर एक्स्ट्रा पुनी केते बाहरची 200 आ गोटे जिनस एटी लक्ष्य करो पूरा बाहरटा पूरा लागी जाईची लागी जानी बाहरटा हाँ सर खाली भीतर पटको जहाँ फुटिंग करके ହେଇଛି नहीं ये सर देखो तार मु एबे कौन करियो ना पूरा लगे देली बाहरटा पूरा बाहर लगे देली एपट सेपट पर्यंत जानि परला नहीं जानि पाइलनी ये सर जानी पाइलो तापर केते कहलो 400 400 माने केते कहलो 0.8 आसीबनी ये सर तापर पुणी केते अपन 0.6 जो सर 600 600 0.6 काहे हबो पॉइंट अरे 600 पूराटा ना छाड़ियो केते माने से रेड लाइन नु केते छाड़ी 0.2 सर 0.4 हबो 0.4 हबो 0.4 छड़ा 0.4 छाड़िले एई भळे आसीबो एठी कोन माने तम खातारे ठीक ठाक आसीबो मोर एठी तो ताले से डॉटेड लाइन टा रहिबनी 1.4 रो कोन टोटल लाइन से तो मिसीबन तो मिसीबन डॉटेड लाइन से तो भाई बोल से जानि पारु डॉटेड लाइन रहिबो डॉटेड लाइन से तो मिसीबन भल से भाबे जानि पारु जो माने मिसे देथो जानियो भूल कारण एठी 400 ना टॉप रो देखिले ये सर किंतु मु पूर्वटा जो क्वेश्चन करथले सेठी पूरा डॉटेड लाइन से तो मिसी जायतला नहीं हाँ सर कारण सेठी से एवढा देइतला कर से एवढा एठी एती सारी दिया जल्दी करला देखो फास्ट केते कहलो एटा केते 400 माने 0.8 तापर तलटा केते 200 माने 0.4 नहीं 0.4
ସରିଲା। ସରିଲା ଏତିକି। Yes, sir. ଦେଖ ଏବେ ୟାର ଇଏଟା କମ୍ପ୍ଲିଟ ହେଇଗଲା। ତାପରେ ତା ଉପରକୁ ଯିବା, ଟପ୍ ଭ୍ୟୁ କରିବା, ସରି ମାନେ ଏଲିଭେସନ କରିବା। ସମସ୍ତେ ଘରେ ନିଜେ ଚେଷ୍ଟା କର, ଯାହାଟା ମୁଁ କହୁଛି କରିବାକୁ ସେଟାକୁ କର, ନହେଲେ ହଇରାଣ ହବ। ସରିଲା ଏତିକି। ତାପରେ କଣ କରିବ ନା, ଏଇଠି ରହିଲା ଆଟମ ଲାଇନ, ଟାଲିଗ୍ରାମ ଲାଇନ, ଏଇଠି ୟେଲୋ ଲାଇନରେ ଟାଣିବ। ୟେଲୋ ଲାଇନ ମାନେ ତମେ ଟାଣିବନି, ଖାଲି ମାର୍କିଂ କରିବ ଗାର ଦିଟା। ଏପଟରେ ବି ସେଇଆ। बोल सर सेउड सेठ जाए केते सर ମନ ଇଚ୍ଛା ଯୋଉଟାରେ କିଛି ଥିବ ମୁଁ ତାକୁ କହିଥାନ୍ତି ଅଟୋମେଟିକାଲି। ଖାଲି ମାର୍କିଂ କର ଗାର ଦିଟା। Yes, sir. ସରିଲା, ମାର୍କିଂ କରିଦିଅ। ସରିଲା ଏତିକି, ଆଗକୁ ଯିବା। ଦେଖ ତ ଆର ହାଇଟ୍ କେତେ, ଦେଖ ଆର ଫାର୍ଷ୍ଟ ଏଇ ହାଇଟ୍ ଟା ଦେଖିଲ କେତେ ଅଛି, ମାନେ ଏଇ ଦିଟା ଏଇଠି ଆରଏଲ ଲେଖା ହେଇଛି, ଆରଏଲ ମାଇନସ କରିଲେ ହାଇଟ୍ ବାହାରି ଯିବନି, କେତେ ଅଛି?
ଦେଖ ଏଟାର RL ଅଛି 48.80, ଏଟା ଅଛି 49.4। ତ ମାଇନସ୍ କରିଦେଲେ ଏଇ ହାଇଟ୍ ଟା ମିଳିଯିବ ନା? କେତେ ହେଲା ଦେଖିଲ ମାଇନସ୍ କଲା ପରେ କେତେ ବାହାରିଲା ହାଇଟ୍ ଟା? 0.6 ନାଇଁ? ଆରେ ଜଣା ପଡୁନି 0.6 এই ହାଇଟ୍ଟା ବାହାରିଲା ମାଇନସ୍ କଲା ପରେ 49.4। ତ ମୁଁ ପୂର୍ବଥର ବି କହିଥିଲି ସବୁଗୁଡ଼ା ମାଇନସ୍ କରିବ। ତାହେଲେ ଦେଖ ମୁଁ ଏବେ କଣ କରୁଛି ନା, ହାଇଟ୍ ଯେତିକି ଅଛି ସେତିକି ଉପରକୁ ବଢେଇବେ। ଜିରୋ ପଏଣ୍ଟ ସିକ୍ସ ନା 0.6 ମାନେ 1.2। ଜାଣିପାରିଲ କିଛି? ଯୋଉ ଉପରକୁ ବଢା ହେଲା କେତେ ବଢା ହେଲା କହିଲ? 0.6 ମାନେ 1.2। ଏପଟରେ ବି ସେଇ ଭଳିଆ, ବଟ୍ ଏପଟଟା ଡଟେଡ୍ ଲାଇନ୍ ହବ। ହ୍ୟାଲୋ, ଶୁଭୁଛିରେ? ତାପରେ ୟେଲୋ ଲାଇନ୍ ଏଠୁ ବଢା ହବ। ଯୋଉ ୟେଲୋ ଲାଇନ୍ ଟା ମାନେ ଖାଲି ସ୍କେଲ୍ ରେ ଖାଲି ବଢେଇବ ତମେ। ଏତିକି କରିଦିଅ। ତମର ଠିକ୍ ଠାକ୍ ହଉଥିବ, ମୋର ଟିକେ ଏପଟ ସେପଟ ଦେଖାଉଥାଇପାରେ। ତମର ଠିକ୍ ଆସିବ। ସେଠି ମେନ୍ ଡ୍ରଇଂଟା ଟିକେ ଦେଖେଇବେ। ଗ୍ରୁପରେ ଯୋଉଟା ଛଡା ହେଇଛି ସେଇଟା। ହଁ ସାର୍ ସେଠି ଯାଇଥାନ୍ତୁ।
सर राइट साइड रे जोरा सब हबो से सब डॉटेड लाइन हिसाब रे ना राइट साइड डॉटेड लाइन हां तो सही ला सरला समस्तकर हां सर सही ला देखो एति सइला पर एबे कौन करियो ना आ हाइट गुडा को एबे कहलो ए हाइट टा केते ए हाइट टा केते जति मार्किंग करूची केमि जानिया ना एठी गोटा देखो आरएल लिखा है केते लिखा है आरएल 50.00 एटा अछि 49.40 एटा आरएल अछि तलटा अछि 49.40 जो ऑरेंज लाइन जो दिटा हम टानली तलटा अछि 49.40 ऊपरटा होची 50.00 तले हाइट केते आसीबो हेलो तो टोटल से 1.2 हां टोटल आसीबो केते कहलु 1. 2 नहीं टोटल 1.2 कथा पर देखिबा से विषय टोटल केते सर तो आसीबो किंतु 0.6 आगे आसीबो सेटिंग ना हाइट केते 0.6 0.6 तापर टोटल हाइट कथा परे हां टोटल हाइट कथा परे तापर एठी देखो ताले यार हला 50 एई जगह रे मींस सर माने हां सेटिंग हाइट वाला एई जगह रो 49.40 रो धैर्य धर एई जगह रे केते लिखा है देख लो 51.50 छुट्टा ऊपरटार माने पिछु पड़ी साला पर जोड़ा केते अछि 51.8 51.80 माने 0.3 रे केते पड़छि पिछु पड़छि नहीं जानि पारछ ना नहीं 0.3 मीटर रे पिछु पड़छि हाइट रे जा भी हो तो एबे मते को ताले ए हाइट टा केते 0.6 आसला नहीं कि 0.6 आसला से हाइट टा यस सर केमदी 49.450 तापर ता ऊपर हाइट टा केते आसीबो ना 51.50 ରୁ 50.00 माइनस कर दियो केते आसीबो ऊपर हाइट बाहर कर 1.5 सर 51.50 ରୁ 1.5 नहीं हेलो यस सर 1.5 एतिक ना नहीं तो रहिला 1.5 तो 1.5 जो रहिला हां आउट आउट एक कथा ए तळर उर्थ केते अछि कहला 1000 ऊपर उर्थ केते 700 नहीं 400 तळर 1000 ऊपर 700 आसीबो 1.5 एटा हला 1.5 तो तळटा केते आसला 0.6 किन बाहला जने हला जस्ट के आरएन माइनस कर एटा 1000 नहीं आ 1000 जो अछि 1600 रु केते 300 300 माइनस ହେଇଛି देखो आमे जो कर देइछे एबे एठू 300 माइनस करले एठी आसीबो 1000 पड़िबो एठी एम्ति पड़िबो नहीं एठी जस्ट गोटे खाली डॉट दे दियो एपट रे तो लाइन टाण 300 माने से 0.6 छड़िया तो तापर ए हाइट केते कहलो ए हाइट वाला टोटल सर वाला 2.1 हला 2.1 टोटली बढ़ा ऊपर एपट रे भी सेम जिंस करो बस नंबर डॉट लाइन सर 2.1 माने तो सेटा पूरा 4.2 होबो ना हां हां पूरा क्लोज कर आनो सही ये वाला सही डाउन एक कहि दे 6 टा आसी काले की को 6 टा आसी बनरी ना साढ़े के कत
मेन ड्राइंग समस्त पाखे रखी करो एपटरे भी सेया करिवो रे सारा जल्दी हाँ सर सर सरला देखो एबे कौन करना स्लैब पकेया नहीं तो स्लैब टा जो पड़ देखो एटी स्लैब रो हाइट केते थिकनेस केते कोई पर के स्लैब रो थिकनेस केते कोड लिखा है से विषय मेंशन है छात पड़ी ना सर ऊपर में स्लैब देइला 300 देइला देखो एट लिखा है स्लैब नहीं देखिलो तुमको जो ओरिजिनल ड्राइंग पठैतले एठी जणा पड़नी लिखा ठीक से ओरिजिनल ड्राइंग जो पठैतले देखिलो सेटरे स्लैब देखलो केते लिखा है 300 mm थिक लिखा है ना हेलो ये सर 300 में लगा है जी मिलुछ ना मिलुने स्लैब 300 mm ना 300 माने केते कहलो 0.6 तले स्लैब रो हाइट केते 0.6 एट लिखा है एटा 300 mm देखो मु जो पठैले बे सेट लिखा है एटी एट रंग रे ठीक से जणा पड़नी फाटी जाउछ फिगर टा आरसी स्लैब 300 mm थिक लिखा है नि स्लैब रो थिकनेस होउछ 300 mm तापर स्लैब ए भितरु केते पसिची ए भितरु केते पसची केते पसची भितरु को हेलो ए लिखा है सर 400 400 माने केते 0.80 माने स्लैब रो हाइट होउची 0.6 भितरु पसची 0.80 माने 0.6 होउची हाइट माने 300 mm ना जणा पड़ना रे सर 0.6 ना हाइट हाइट 0.6 300 जोड़ा 0.6 पसिजी भितरु केते ए जो येलो 0.8 लाइन देखो ताहले केमती करिया ना एठी माने एटा पूरा टॉप रे हबो अच्छा भितरु केते पसिबो सर 0.8 कर दिया ये भलिया कर दिया सेति की 0.8 0.8 कहले कोटा पूछ पाछो भितरु जो पसे कर दिया जल्दी
ଉପରକୁ 0.6 ଉଠେଇକିନା ଟାଣିଦବା। ଉପରକୁ ନାହିଁ ତଳକୁ। ଶୁଣ କରିଦେଲା ପରେ ହଁ ମିଡିଲ ଲାଇନ ଟାକୁ ବଢେଇ ଦବ। ଆଉ ରାଇଟ ସାଇଡ ସବୁ ଡଟେଡ ରହିବ। ନ କଲେ ବି ଚଳିବ ରାଇଟ ସାଇଡ, ଯଦି କରୁଛ ଦେନ୍ ଡଟେଡ। ଜାଣିପାରିଲେ ଏତିକି? ତ ଦେନ୍ କଣ କରିବ ଦେଖ। ଆଚ୍ଛା ଆର ଟପ୍ ଉଇଡ୍ଥ କେତେ? ଏଇଟା ଥିଲା 1000 ନାଇଁ, ବଟମ ଉଇଡ୍ଥ ହଉଛି ଏତିକି କରିସାରିଲେଣି ସମସ୍ତେ? ୟେସ୍ ସାର୍। କର ଜଲ୍ଦି। ଟପ୍ ଟା 700 ଥିଲା। ହୁଁ। ହ୍ୟାଲୋ। ସରିଲା ଏତିକି। ତ ଏବେ କଣ କରିବ ଦେଖ। ଉପରଟା ଟପ୍ ଉଇଡ୍ଥ ଥିଲା 700 ନା, 700 ମାନେ ଆଚ୍ଛା ଏବେ ମତେ କୁହ ଏତିକିଟା କେତେ? ଏତିକିର ଭ୍ୟାଲୁ କେତେ? କେତିକିର? ଏତିକି ମୁଁ ଏବେ ପିଙ୍କ କଲର ଏଇଟା କଲି। ସାର୍ 0.8। 400 ର 0.8 400 ନାଇଁ, 700 ମାନେ ଏକ୍ସଟ୍ରା କେତେ କହିଲ ଯିବ ସେଟା? ସାର୍ 300 1 ଯିବ। ହଁ ମାନେ ହଁ 300। 300। ତ ଏଇଠି 300 ପରେ ଗୋଟେ ମାର୍କିଂ କର। ଏକ୍ସଟ୍ରା 300 ପରେ 300 ମାନେ 0.6 ପରେ ଗୋଟେ ଡଟ୍ ଦିଅ। ଡଟ୍ ଦିଅ ଗୋଟେ। ସାର୍ ଆଉ ଥରେ ଟିକେ କହିବେ। ଆରେ ଟପ୍ ଉଇଡ୍ଥ କେତେ ଅଛି? ମେନ୍ ହଉଛି ମୂଳ ଡ୍ରଇଂ କି ତମମାନେ ମୋ କଥା ଟୋଟାଲି ଶୁଣୁନ। ରାତି ପାଇଁ ସକାଳ ହେଇଯିବ, ସରିବନି କେବେ ଡ୍ରଇଂ ତମର। ଯାହାବି ମୁଁ କହୁଛି ମୂଳ ଡ୍ରଇଂ ଦେଖିବା ମାନେ ତମେ ଦେଖିବ। ତା ମାନେ ନୁହଁ ଯେ ସେ ଖାଲି ରହିଯିବ ଖାଲି ୟା ଭିତରେ। ଏତିକିଟା କେତେ ଦେଇଛି କୋଶ୍ଚିନ୍ ରେ? 700 ଦେଇନି କି? ଆଜ୍ଞା। ଆରେ ଏତିକି 700 ଦେଇଛି ତ 700 ରୁ ଏ ଉପର ପଳେଇଲା କେତେ କହିଲ? 400 ଭିତରକୁ ପଶିଛି। 400 ପଶିଛି ଭିତରକୁ, ତ ଆଉ ଏକ୍ସଟ୍ରା କେତେ ଅଛି? 300। ତ ସେଇ 300 ମାନେ କେତେ? 0.6। ତ ମୁଁ ସେଇ କଥା କହିଲି, ଏଇ ତଳେ 0.6 ଛାଡି ଗୋଟେ ଡଟ୍ ଦବ ଏଇଠି। ଡଟ୍ ଦେଇ ଏମିତି କିରି ଟାଣିଦବ। ମାନେ ଏତିକିଟା କେତେ? 0.6 ଛାଡିବ। ତାପରେ ଆକୁ ଏମିତି ଜଏନିଂ କରିବ। ଗୋଟେ ବଙ୍କା ଲାଇନ୍ କମ୍ପଲସରୀ ଆସିବ। ମୋର ଏଠି ଠିକ୍ ସେ ହଉନି। ସେଥିପାଇଁ ଯେ ମୁଁ କମ୍ ବେଶୀ କରିଦେଇଛି ବୋଲି ଗୋଟେ ଭଲସେ ବଙ୍କା ଲାଇନ୍ ଟା ଆସିବ। ତାପରେ ତଳଟାକୁ ଜଏନିଂ କରିବ ତା ସହିତ। ବୁଝିପାରିଲ କିଛି ମୁଁ କଣ କଲି? ଏତିକି ଟାଣି ସାରିଲା ପରେ ତଳଟାକୁ ଜଏନିଂ କଲି। ଜାଣି ହଉଛି ନା ଜାଣି ହଉନି? ଆରେ ଏତିକିଟା କେତେ? 0.6। ସାର୍ ଅଳ୍ପ ବଙ୍କା ହିଁ ଆସିବ ନା?
हाँ आप कौन कहें ऐसे हाँ सर କରିଦେଲୁ। ହେଲା ରାଇଟ୍ ସାଇଡରେ ବି ସେମ୍ ଜିନିଷ କର ହାତ ଟିକେ ସ୍ପିଡ୍ କର ସମସ୍ତେ ଏତିକି ସଇଲା ପରେ ୟା ଉପରକୁ କଣ କରିବ ନା ତମେ ଉପରୁ ଟିକେ ବଢାଅ କେତେ ବଢା ହବ କହିଲେ ଉପରକୁ ଯୋଉ ଇୟରିଂ କୋଡ୍ ପଡିବ ବୁଝିପାରୁଛ ଉପରଟା କଣ ଦିଆହେଲା ଦେଖ ଇୟରିଂ କୋଡ୍ ଯୋଉ ପଡିଛି ଇୟରିଂ କୋଡ୍ କେତେ ଦେଖିଲ 83 ଲେଖା ହେଇନି yes 83 sir 80 ମାନେ କେତେ କହିଲ 1.6 ମାନେ 2 0.2 ଆଉ ନାଇଁ 0.2 ତ 0.2 ଉପରକୁ ଏଠି ଲେଖା ହେଇନି ୱେରିଂ କୋଟ୍ 83 ଜଣା ପଡୁନି ଆଜ୍ଞା ସାର୍ ହଁ ଆରେ ହଁ ଏଠି ଟିକେ ଭୁଲ ଭାଲ ବୋଧେ ହେଇଯାଇଛି ମତେ ଯେତିକି ଲାଗୁଛି ସ୍ଲାବ୍ ଟା ଆମେ ବୋଧେ ଭୁଲ ପକେଇ ଦେଇଛେ ସ୍ଲାବ୍ ଟା ଉପରକୁ ହେଇଥାନ୍ତା ନା ସ୍ଲାବ୍ ଟା ମୁଁ ଭୁଲ ଆକ୍ଚୁଆଲି 51.50 ଏଇ ଯୋଉ ଜିନିଷଟା 1.5 ଟା ନା ଏତିକି ପର୍ଯ୍ୟନ୍ତ ହବା କଥା ମୁଁ ସେଟା ଓଲଟା କହିଦେଇଛି ତମକୁ ଦେଖିଲ 51.50 ତଳର ଆରଏଲ ନୁହଁ କି yes sir ଏକ୍ସେଲ ଡ୍ରଇଂ ରେ କରିବ ଆକ୍ଚୁଆଲ ଡ୍ରଇଂ ରେ କଲାବେଳେ ଡ୍ରଇଂ ସିଟ୍ ରେ ଠିକ ଠାକ କରିବ କରେକ୍ସନ କରିବ 1.5 ଟା ମୁଁ ଭୁଲ ମାର୍କିଂ କରିଦେଇଛି ସେଠି ଛାଡ ଯାହା ହେଇ ତ ସାରିଲାଣି ଉପରକୁ କରିବାର ଥିଲା ଛାଡ ଦେଖ ଏତିକି ସଇଲା ପରେ ଦେନ୍ ହଉଛି କଣଟା ନା ଆମର ୱେରିଂ କୋଟ୍ ର ଥିକନେସ୍ କେତେ କହିଲ 0.80 ମାନେ 1.5 ଜାଣିପାରୁଛ ଯୋଉ ଭୁଲ ଟା ମୁଁ କହିଲି କଣ ସେ ଭୁଲ ଧରି ପାରୁଛ କି ଯୋଉ sir ଯୋଉ 1.5 ଉପର 51.80 ରୁ ତଳ 51.50 ମାଇନସ କରିଲେ ସେ ସ୍ଲାବ୍ ର ଏଇଟା ବାହାରି ଯିବ ହଁ ହଁ ଯେ କିନ୍ତୁ ମୁଁ ସେଟା ଭୁଲ କରିଛି କଣ କହିଲି ସ୍ଲାବ୍ ଟା ତଳକୁ କରିଦେଇଥିଲି ମାନେ ଏଇ ଯୋଉ ଜିନିଷଟା ନା ତଳକୁ କରିବାର ନଥିଲା ଉପରକୁ ଉଠେଇବାର ଥିଲା ସ୍ଲାବ୍ ଟାକୁ yes sir ତଳକୁ କରିଦେଇଛି ଭୁଲରେ yes sir ଠିକ ମାନେ ମୁଁ ଭାବିଛି ସେଟା ଦେଖିନି ଠିକ ସେ କୋଉଠି ଲେଖା ହେଇଛି ଏଠି ଦେଖ ହାଇଟ୍ ଟା କେତେ କହିଲ ୱେରିଂ କୋଟ୍ ର ହାଇଟ୍ 80 ଥିକ୍ ମାନେ 2 ସେଣ୍ଟିମିଟର ନାଇଁ ଦେଖ 2 ସେଣ୍ଟିମିଟର ପରେ ଏମିତି କି ବଢେଇବ ଗୋଟେ 2 ନୁହଁ ତ ପୁରା 0.2 1.6 ହବ ନା ହଁ ମାନେ 0.2 1.6 ମାନେ 0.6 ଆସିବ 0.2 ଆସିବ ଭଲସେ ଦେଖ 80 mm କୁ ମିଟରରେ କନଭର୍ଟ କରି କର 0.2 ଆସିବ ଥଣ୍ଡା ହଉଛି ମତେ ସରିଲା
ସେତିକି କରିଦିଅ ଇୟରିଂ କୋଡ୍ ପକେଇ ଦିଅ। ଏଟା 0.2 ର sir। ହଁ 0.2 ର ପକେଇ ଦିଅ ଇୟରିଂ କୋଡ୍। ସରିଲା। ହଉ ସରିଲା ଏତିକି। ହ୍ୟାଲୋ yes sir ସଇଲା। ଦେଖ ଏବେ ଏଇ ଯୋଉ 2800 ଯୋଉ ଦେଇନି ଜଣା ପଡୁଛି 2800 ଏ ହଁ 2800 sir ହଉଛି ଏତିକି ହଉଛି 2800 ଏତିକି ଦେଖାଉଛ ଦେଖାଉନି ଏତିକି ହଉଛି 2800 ଏ ପୁରା 2800 ଟା ଏମିତି କରି ଯାଇଛି ନାଇଁ ଜଣା ପଡୁଛି ନା ନାଇଁ ରେ ଜଣା ପଡୁଛି sir। ପୁରା ଏତିକି ହଉଛି 2800 କେମିତି ଆମେ କଣ କରିବା ଦେଖ ଏଇଠି ପାରାପେଟ କରିବା ପାଇଁ ସେଟା ଦରକାର ଆସିବ 2800 ମାନେ 5.6 ତ ଏଇଠୁ ଗୋଟେ ୟେଲୋ ଲାଇନ ଟାଣି ଦଉଛି ଦେଖାଉଛି ରେ ୟେଲୋ ଲାଇନ ମାନେ ତମେ ଖାଲି ମାର୍କିଂ କରିବ କରିସାରିଲା ପରେ ଗୋଟେ ଏମିତି ଗୋଟେ ଟାଣିଦବ 5.6 ଡିଷ୍ଟାନ୍ସ ପରେ ଗୋଟେ ଲମ୍ବା ଟାଣି ଦବା। ହଁ ହଁ ଲମ୍ବାଳିଆ ଗୋଟେ ଟାଣି ଦବ ରାଇଟ ସାଇଡ ରେ ସେଇଆ କରିବ ମୁଁ ତମକୁ କହୁନି sir ଯେ 0.2 ର ଯୋଉ ଆମର ଯୋଉ ସ୍ଲାବ ଟା ଉପରେ ଉଠିଲା ସେଇଟା ବି sir ରାଇଟ ସାଇଡ ରେ ବି କରିଦବା। ବୁଝିପାରିଲିନି ହଁ ସିଏ ବି ସେଇଆ କରିଥାନ୍ତା ସବୁ ମାନେ ରାଇଟ ସାଇଡରେ ସବୁ କରିବା କଥା ନହେଲେ ଯାହା ଦେଇଛି ଯୋଉ ଅନୁସାରେ ଡ୍ରଇଂ ରେ ସେ ଅନୁସାରେ କରିଦବ ସରିଲା ହଁ sir ଏଇଟା ଗୋଟେ ବଢେଇ ଦେଲୁ। ହଉ ଦେଖ ୟା ପରେ କଣ କରିବ ନା ଏଇଠି ଦେଖ ଏଇ ଟପ ର ଆରଏଲ କେତେ ଅଛି କହିଲ ପୁରା ସେ ୱିୟରିଂ କୋଡ୍ ର ଟପ ର ଆରଏଲ ଅଛି 51.80 ନାଇଁ 51.80 ତାପରେ ଏଇ ହାଇଟ ଟା କେତେ ଜାଣିଛ ଏଇ ହାଇଟ ଟା ଏଟା ଅଛି 200
এই ଯୋଉ ଦେଇନି ଏଠି 200 ଦେଖାଉଛି ଏଇଠି yes ହ୍ୟାଲୋ sir ମାନେ ୟାର ମିନିଂ ହଉଛି ଏଇଟା 200 ଏଇଟା ବି 200 ୱେରିଂ କୋଡ୍ ପରେ ଯୋଉଟା ଜଣା ପଡୁଛି ନା ଜଣା ପଡୁନି ଏଇଠି ଏଠି ହଁ sir ଦେଖ ଜଣା ପଡୁଛି 200 ଏଇଟା ବି 200 ଜଣା ପଡୁଛି 200 ତାହେଲେ ଏଇ ହାଇଟ୍ ଟା ହଉଛି 200 ଏଇ ହାଇଟ୍ ମାନେ କୋଉଟା ଦେଖାଉଛି yes sir ଏଇ ହାଇଟ୍ ଟା କେତେ 200 sir ଜଣା ପଡିଲା 200 ତ ଦେନ୍ ହଉଛି ଏଇ ପୁରା ହାଇଟ୍ ଟା ଆମେ କେମିତି କଣ ବାହାର କରିବା ନା ये टॉप लेवल आरएल ଦେଇଛି 51.80 पूरा टॉप रो आरएल ଦେଇଛି 51.88 सॉरी 52 ନା 52.88 तो माइनस कर देले पूरा हमें हाइट टा पाई जिबा पाई जिबानी yes sir ପାଇଯିବ 51.80 ରୁ 51.80 ତା ऊपर टा 52.88 ताको माइनस करले मिल जिबनी माइनस कर देखिलो मिलुजरा मिलुनी केते मिलुची हाइट टा 1 ଆସୁଛି नाइ 1 पॉइंट समथिंग आस्तिला कोठी आस्ति कोठी आस्ति sir 1.08 ଆସିଲା sir हाँ 1.08 ଆସିଲା हाँ ठीक अच्छे 1.08 कन्वर्ट कल स्केल ले 2.16 अच्छा हो देख ठीक अच्छे देखिए पिन कोड कितने सोच रहे 753 753 एक 753 8 ना एक 3 ना लास्ट को तीन एक सुन तीन ना हाँ लास्ट को एक 80 ସେଟା ତ ମଙ୍ଗଳା सुन ବୁକ୍ ହେଇଗଲାଣି ଏସପି ରେ ସବୁ ସବୁ ବୁକ୍ ହେଇଗଲା ସେ ଖାଲି ସେ ଡିଏ ଗୋଟେ ଖାଲି ଅଛି पिन कोड को ମାତ୍ର ତ କଟକ ଓଡ଼ିଶା ମାତ୍ର पिन कोड मारुच ବିଡ଼ାନା କୋଉଠି କହିଲ माइनस हो जाती ସରିଲା सही है ତ ଆସିବ ଏସି ବି ଆସିବ ଏସି ବି ଆସିବ ଏସି ବି ଆସିନି सही है ଏସି ବି ଆସିନି ଆସିବ हो जाएगा गला रे हेलो sir ଆପଣ କିଛି କହିନା ଉପରଟା ଖାଲି ବାହାର କଲୁ अच्छा हो ठीक अच्छे 9 बजे आसीबा କଣ ना हेगला सरीला नीमपुर कोठे ଅଛି हां नीमपुर निमपुर आसन तो ଅଛି ଶେଷ हम्म ଆସିଲା हम्म। ହେଇଗଲା ना शेष
ଶେଷ କଣ କଟିଗଲା କି? ମୋର ଏଇଥିଲା ବେକାରେ ନେଲିନି ଚେକିଂ ଅଛି ହେଇଥିଲା ନେଲିନି ଚେକିଂ ତୁ ଅଛି ନେଲୁ ସବୁ ହେଇଥିଲା ସେଦିନ ରାତିରେ ତା ପରଦିନ ନଅଟାରେ ଆଚ୍ଛା ହ୍ୟାଲୋ अरे हाइट टा कितने बाहर लगा लो सर 2.6 वाला 2.16 वाला सर स्केल ऑन सर 2.16 नहीं एरा नहीं हेलो ये सर स्केल अनुसार सेटिक वाला 2.16 बाहर एतिक ना तो 2.16 टाणो छाड़ी करी अरे सर आमे जो एपटे सब स्लैब गुरा सब पकई दिलु सर तेरा सब सर बढ़ाई देबा एपट को ये हाइट टा केते कहले 2.16 छाड़ी करी छाड़ो टाणो टाणो रे छाड़ी करी ବିଦ୍ୟାଧରପୁର विद्याधरपुर ଶେଷ କଣ ଆସୁଛି ଶେଷ କାଲି ଦେଖଉଛି ଶେଷ ହେଇଗଲା शेष ଏସି ବି ଆସିବନି 2.16 ମାନେ ସर 2.1 ଛାଡି ଦେଲା ହବ ତ 2.1 छाड़ी करिवो ମାଲ ଗୋଦାମ ଗୋଟେ ଖାଲି ଅଛି बुक सब से बुक देखौछ खाली सुखला देखौछ ଯୋଉଠି ଦେଖିଦେଲେ ସେଠି ଦେଖାଉଛି କଣ୍ଡେରୀ ଆଧାର କାର୍ଡ ଦେଖାଉଛି लो अरे तापर करि परिवो आगु सर तापर आपण बस स्लोप टा काटी सर कहि दियो कहि दउछि गोटे सेकंड खाली ये हैंग ହେଇଗଲା ସାଇଡ୍ କ୍ରାସ୍ ହେଇଗଲା ना नहीं कंकन कंकन देखो ये जो हाइट टा कितना ना 2.16 छाड़ी गोटे 11 टान दियो 11 टान देले गोटे हेलो ये सर 2.1 छाडी गोल गार्ड आन देलु तापर ए ऊपर हाइट केते गलो 200 माने 0.4 देखो एमती कि हबो आरोग्य सूत्र এই হাইট হাইটটা হচ্ছে 2.16
ଜଣା ପଡୁଛି ଆସିବ ये सर कर देलु ଠିକ କରିଦିଅ ସରିଲା ये सर सइला ହଉ ତ ଏବେ କଣ କର ନା ରାଇଟ୍ ସାଇଡ୍ ଟା କରିବା सर लेफ्ट रे तो जा जा हे जल से सर राइट रे भी हे जीवा ना ତୁ ଯୋଉଟା ପଚାରୁନୁ ସେ ଯୋଉ ସ୍ଲୋପଟା ସେଇ ସ୍ଲୋପ ବିଷୟରେ ଟିକେ ଖାଲି କହିଦଉଛି ଆଉ ସବୁ ତମେ କରିପାରିବ ଏ ସ୍ଲୋପଟା ଯୋଉ ହଉଛି କୋଉଠି ହଉଛି ନା ଦେଖ RRL କେତେ 50 ନା ये ନାଇଁ सर 50 ରୁ ଉପରକୁ ଉଠିଛି ନାଇଁ ଦେଖେ 50 ରୁ ଯୋଉ ଉପରକୁ ଉଠିଛି 50 ରୁ ଉପରକୁ ଉଠିଛି ଯୋଉଟାକ ପ୍ରଥମେ 50 ରେ ତୁ ଗୋଟେ 11 ଟାଣୁ 50 ମାନେ ଦେଖେ ଏଇ ହାଇଟ୍ ଟା କେତେ କହିଲ 0.6 ନା ये सर 0.6 0.6 ମାନେ 1.2 ତ 1.2 ପରେ ଗୋଟେ ଲାଇନ ଟାଣ ଏମିତି ମାନେ ଏଇ ହାଇଟ୍ ଟା 1.2 ଜଣା ପଡୁଛି ଯେତିକି ବ୍ଲାକ୍ କଲର କଲି ସେ ହାଇଟ୍ ଟା ହଉଛି 1.2 ବ୍ଲାକ୍ କଲର ଟାକୁ 1.2 କର ଜଣା ପଡୁନି ରେ ये सर कर लू ସରିଗଲା ଏତିକି जो वेयरिंग कोड ठारो सर जो सभा ऊपर जाए सर केते कहले सेटा ପରିଶ୍ରମ କରିବା ୱିୟରିଂ କୋଟ୍ ଉପରୁ ସଭା ଉପର ଯାଏ ଦେଖେ କେତେ ନା 2.16 ବାହାରିଥିଲା ଏଇଠି ତୁ RL ମାଇନସ୍ କର ସବୁ ଜିନିଷ ପଚାରି ଆଗରୁ ଟିକେ RL ମାଇନସ୍ କର सर 52.88 ରୁ 51.80 ତ ହଁ 51.88 ନା ଏଇଟା 51.88 ୱିୟରିଂ କୋଟ୍ ଯଦି ଟପ୍ ଦେଖିବ ଏଇଠି ଲେଖା ହେଇଯାଇଛି ସବୁ RL ଲେଖା ହେଇଛି ନିଜେ RL ମାଇନସ୍ କର ବେଟର ଜାଣିପାରିବ ମୋଠୁ 51.88 52.88 ମାଇନସ୍ କରିଦିଅ ଆହୁରି ଜଣା ପଡିଯିବ ବେଟର ଯେତିକି ହଉଛି ଆସିବ ଆଜି सइला सर सेपरे टान देलु ଟାଣିଦେଲ ଟାଣି ସାରିଲା ପରେ ଦେଖ ମୁଁ କହୁଛି ଏଇଟା 1:1 ସ୍ଲୋପ୍ ଦେଇନି हां सर ଦେଖ ତ ତମର 1:1 ର ମିନିଂ କଣ ନା ପ୍ରଥମେ ଏଇ ହାଇଟ୍ ଟା ତମକୁ ବାହାର କରିବାର ଅଛି କେମିତି ବାହାର କରିବା କହିଲ ୟାର RL ଅଛି 50 ଉପର RL ଅଛି 51.88 ତାହେଲେ ହାଇଟ୍ କେତେ ଆସିବ 51.88 माइनस एटा जे सर 1. 88 ଆସିବନି ये सर 1.88 1.88 आसु 1.88 ମାନେ କେତେ କହିଲ 3.6 କି 7 3.76 3.7 ତାମାନେ ଏମିତି 3.7 ଉପରକୁ ବି 3.7 1:1 ର ମିନିଂ ସେମି ଯେତିକି ଏମିତି ସେତିକି 3.7 3.7 ତାହେଲେ ତମେ ଏବେ କରିବ କଣ ଦେଖ ନା ଏଇଠୁ ଆଡକୁ ବଢାଅ 3.7 ଉପରକୁ ବଢା 3.7 ମୁଁ କଣ କହୁଛି ମତେ ଆଗ ଦେଖ ବଢିଗଲା ପରେ ତାକୁ ଏଇଭଳିଆ ଜଏନିଂ କରିଦବ ଆଗ ଦେଖିଦିଅ ତାପରେ କରିବ 3.7 3.7 ଜଏନିଂ କରି ସାରିଲା ପରେ ଆକୁ ଲିଭେଇ ଦବ ବୁଝିଲା 3.7 ବଢି ସାରିଲା ପରେ ତାକୁ ଲିଭେଇ ଦବ सर 3.7 ଟା କେମିତି ପାଇଲ ସେଇ ବାହାରିଲା RL ମାଇନସ୍ ହେଲା କହିବା ଟିକେ ଶୁଣ ମନ ଆରେ RL ମାଇନସ୍ ଏଇଠି ଦେଖେ ଏଇଠି RL ମାଇନସ୍ ହେଲା ଦେଖ ମେନ୍ ଆଜ୍ଞା सर 1.88 50 ତ RL ମାଇନସ୍ ହେଇ ତାପରେ କନଭର୍ଟ ହେଲା ୟାଦରେ
सर ताले आर पूरा टॉप टा जाई पूरा मिसी बसे पूरा स्लैब रो टॉप जाएंगे ना पूरा ଯାହା ହବ ଆଉ ସେଟା ଦେଖିବ ପରେ କାହା ସହିତ ମିଶୁ ଯଦି ସ୍ଲାବ ଟପ୍ ସହିତ ମିଶିବ କି ୱେରିଂ ମତେ ଲାଗୁଛି ୱେରିଂ କୋଟ୍ ଟପ୍ ସହିତ ମିଶିବ ବୋଧେ ତାର ମାନେ ହଁ ଉପରର ତଳ ସହିତ ଏଟା ଇଏଟା ସେଇଟା ମତେ ୱେରିଂ କୋଟ୍ ର ୱେରିଂ ଟପ୍ କୋଟ୍ ସହିତ ମିଶିପାରେ ସରିଗଲା ପରେ ଆଉ ତ ସବୁ ସେମ୍ ଅଛି ଆଉ କରିପାରିବ ଆଉ यस सर सर ସରିଲା ସରିଲା ଏତିକି यस सर सॉइल ହଉ ତାପରେ କମ୍ପ୍ଲିଟ୍ କରିଦବ ଏଇଟାକୁ ତାପରେ ରାଇଟ୍ ସାଇଡ୍ ଟା ଟିକେ ଚେଷ୍ଟା କରିବ ଘରେ ନିଜେ ଘରେ ଚେଷ୍ଟା କର ରାଇଟ୍ ସାଇଡ୍ ଟା ଆରଏଲ କ୍ୟାଲକୁଲେସନ କର ହେଇଯିବ ଏତିକି ଥାଉ ଯିବା ଚାଲ यस सर